ଆପଣ ଅଧିକ ମୋଟା ହେଇଯାଉଛନ୍ତି, ଆପଣଙ୍କ ପେଟ ବଡ଼ ହେଇଯାଇଛି, ଗୋଡ଼ ହାତ ସବୁ ମାନେ ଫୁଲକା ଫୁଲକା ହେଇକି ଚର୍ବି ବାହାରି ଯାଇଛି, ତ ଚିନ୍ତା କରନ୍ତୁନି, ମାତ୍ର 7 ଦିନ ପିଇକି ଦେଖନ୍ତୁ। ଗୋଟେ ପ୍ୟାନ୍ ନେବେ, 1.5 ଗ୍ଲାସ୍ ପାଣି, ଗୋଟିଏ ଛୋଟ ଚାମଚ ଜିରା, ଗୋଟିଏ ଛୋଟ ଚାମଚ ସେଥିରେ ଆମେ ନେବା ଗୋଟା ଧନିଆ, କଞ୍ଚା ଧନିଆ ନେବେ, 8-10ଟି ସେଥିରେ ଆମେ ନେବା ଭୃଷଙ୍ଗ ପତ୍ର। ଗ୍ୟାସ୍କୁ ଅନ୍ କରିବେ, ପାଣିଟାକୁ ପକାଇଦେବେ, ସବୁ ଜିନିଷ ଏଥିରେ ପକାଇବେ। ପକାଇ ସାରିଲା ପରେ ତାକୁ ଆମେ ଫୁଟେଇବା। ଏଥିରେ ଆଉ ଗୋଟେ ଜିନିଷ ପଡ଼ିବ, ଯାହାକି ହେଉଛି ଅଦା। ଛୋଟ ଖଣ୍ଡ ଅଦା ନେବେ, ଅଦାକୁ କୋରିକି ହେଉ ବା ଗ୍ରେଟ୍ କରିକି ହେଉ ସେଥିରେ ଆମେ ପକାଇବା। ପକାଇ ସାରିଲା ପରେ ପାଣିକୁ ଭଲସେ ପୁରା ଫୁଟାଇବେ। 1.5 ଗ୍ଲାସ୍ ପାଣି ଯେପରି 1 ଗ୍ଲାସ୍ ରହିବ। ଏହାର ଡିଟେଲ୍ସ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ତୁମ ସାଙ୍ଗରେ ଯାଇ ଭଲସେ ଦେଖନ୍ତୁ, ଯାହାଫଳରେ ଜାଣିପାରିବେ। 7-8 ମିନିଟ୍ର ଭିଡ଼ିଓ, ଏଠି ବହୁତ ସର୍ଟକଟ୍ ଅଳ୍ପ ସମୟରେ କହିବାକୁ ପଡ଼ୁଛି। ତେଣୁକରି ଭଲସେ ଫୁଟାଇବେ। 1.5 ଗ୍ଲାସ୍ ପାଣି 1 ଗ୍ଲାସ୍ ରହିବ, ତାକୁ ଛାଣିଦେବେ। ହାଲକା ହାଲକା ଉଷୁମ ଥିବ, ସେଥିରେ ଫାଳେ ଲେମ୍ବୁର ରସ ଚିପୁଡ଼ି ଦେବେ। ଯଦି ଆପଣ ସ୍ୱାଦ ଚାହୁଁଛନ୍ତି ଅଳ୍ପ ଟିକେ ମହୁ ବି ମିଶାଇ ପାରିବେ। ଭଲସେ ଗୋଳେଇବେ। ସକାଳୁ ସକାଳୁ ଆପଣ ଖାଲି ପେଟରେ ହାଲକା ଉଷୁମ ଥିବ, ଉଷୁମ ଉଷୁମ ପିଇବେ। ଏବଂ ସକାଳୁ ପିଇ ସାରିଲା ପରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ଆଉ କିଛି ଖାଇବେନି, ପିଇବେନି। ବେଷ୍ଟ ରେଜଲ୍ଟ ଚାହୁଁଛନ୍ତି ଦିନରେ 2 ଥର ବି ଆପଣ ଏହାକୁ ପିଇପାରିବେ। ଏବେ ପିଇକି ଦେଖନ୍ତୁ, 7 ଦିନରେ କମାଲ ରେଜଲ୍ଟ ମିଳିବ। ଲଗାତାର ଏହାକୁ 3-4 ମାସ ପିଅନ୍ତୁ, ଦେଖିବେ ଆପଣଙ୍କ ମୋଟା ପେଟ ପୁରାପୁରି କମିଯିବ, ପତଳା ହେଇଯିବ। କାରଣ ଯାହା ବି ଦିନ ମାନେ ଆପଣ ଖାଇବେ, ଏହା ତାକୁ ଏନର୍ଜିରେ କନଭର୍ଟ କରିବ, ନା କି ଫ୍ୟାଟ୍ରେ। ବହୁତ ବଢ଼ିଆ